अच्छा अंजलि ବର୍ତ୍ତମାନ ମୁଁ ଅନୁରୋଧ କରିବି ଆମ ଏ କ୍ଲଷ୍ଟରର ସିଆରସି ମହୋଦୟଙ୍କୁ ସମ୍ମାନିତ କରିବା ପାଇଁ ମୁଁ ଅନୁରୋଧ କରୁଛି। ମୁଁ ଅନୁରୋଧ କରୁଛି ମେରାକୁଣ୍ଡି ୟୁପିଏସର ପ୍ରଧାନ ଶିକ୍ଷକଙ୍କୁ ଫୁଲତୋଡ଼ା ଏବଂ ଉତ୍ତର ଦେଇ ସମ୍ମାନିତ କରିବା ପାଇଁ। मुह देखिले कटा आसे पूरा आसे से पूरे कत दिन चलते आसे हां धन्यवाद मम्मी अब अच्छी वर्तमान लेकिन से मम्मी अब अच्छी ये शिक्षा सभा संबंध रे तो तो भाई आगे कर शेयर महोदय अनुरोध सभार तात्पर्य कोण के हम भौणी मान भाई मान करी नमस्कार शिक्षा सभा आसिथिबा सब अभिभावक ମାନଙ୍କୁ ମୋର ସ୍ୱାଗତ ଏବଂ ଧନ୍ୟବାଦ ଦେବି ଆମର ଯାଉ ଭେନ୍ୟୁକୁ ଆମର ଏବିଓ ବ୍ଲକ ଏବିଓ ନବୀନଗର ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେବି ଆଉ ଧନ୍ୟବାଦ ଦେବି ଏହି ବିଦ୍ୟାଳୟର ମେରାକୁଣ୍ଡି ୟୁପିଏସର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଦେବି ଯାହା ହଉ ଆମେ ଖୁବ୍ କମ୍ ସମୟ ଭିତରେ ବି ଗୋଟେ ସୁନ୍ଦର ଭାବେ ଆରେଞ୍ଜମେଣ୍ଟ କରିପାରୁଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଶିକ୍ଷା ସଭାର ମୁଖ୍ୟ ଉଦ୍ଦେଶ୍ୟକୁ କହିବି ଆଜି ଆପଣମାନଙ୍କୁ ଡାକିବାର କାରଣ ହେଉଛି ଆମର କିଛି ଦିନ ପୂର୍ବରୁ ସିଟିଏସ୍ ଗୋଟେ ସର୍ଭେ କରିଥିଲେ ଆମର ଟିଚରମାନେ। ସିଟିଏସ୍ ସର୍ଭେ ହେଉଛି ଚାଇଲ୍ଡ ଟ୍ରାକିଂ ସର୍ଭେ ଯେଉଁଥିରେ କି ଆମର 6ରୁ 14 ଏବଂ 14ରୁ 18 ବର୍ଷର ପିଲାମାନେ ଯେଉଁମାନେ ଡ୍ରପ୍ ଆଉଟ୍ ଅଛନ୍ତି ଯେଉଁମାନେ କୌଣସି କାରଣରୁ ପାଠ ପଢ଼ି ପାରିନାହାନ୍ତି ଏମିତି ଆମର ବାହାରିଥିଲେ 22 ଜଣ ବାହାରିଥିଲେ ସେଥିରୁ ଆମେ 6 ଜଣଙ୍କୁ ଆମେ ମେନଷ୍ଟ୍ରିମ୍ କରିଛୁ। ମେନଷ୍ଟ୍ରିମ୍ ମୁଖ୍ୟ ସ୍ରୋତରେ ଆମେ ଏଇ ବିଦ୍ୟାଳୟମାନଙ୍କରେ ଆଡମିସନ୍ କରିଛୁ। ଏଇ ମେରାକୁଣ୍ଡି ୟୁପିଏସରେ ଜଣେ 2 ଜଣ ଆଡମିସନ୍ କରିଛନ୍ତି, ହାଇସ୍କୁଲରେ ବି 2 ଜଣ ଆଡମିସନ୍ କରିଛନ୍ତି, ଏମିତି କରିକି ଆମେ 6 ଜଣଙ୍କୁ ଆଡମିସନ୍ କରିପାରିଛୁ। ସରକାରଙ୍କର ଗାଇଡଲାଇନ୍ ଅନୁସାରେ ଆମେ ତାକୁ କ'ଣ କରିବା ଯେଉଁମାନେ ରହିଗଲେ 14ରୁ 18 ସେମାନଙ୍କ ପାଇଁ ସରକାର କ'ଣ ସୁବିଧା କରିଛନ୍ତି SIOS ଆଉ NIOS ସ୍କୁଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପେନ୍ ସ୍କୁଲିଂ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପେନ୍ ସ୍କୁଲିଂ ତାଙ୍କ ପାଇଁ ସରକାର କ'ଣ କରୁଛନ୍ତି ଫ୍ରିରେ ପାଠପଢ଼ା କରୁଛନ୍ତି। ତ ସେଥିପାଇଁ ଆପଣଙ୍କ ନଜରରେ ଦେଖିବେ ଯଦି କୌଣସି ପିଲା ରହିଯାଇଛନ୍ତି ମନେକର ସକାଳୁ ହେଇକି ଆପଣଙ୍କୁ ଡାକିବାର କାରଣ ହେଉଛି କାହିଁକିନା ଆପଣଙ୍କ ଘର ପାଖାପାଖି ଯଦି ଆପଣ ଦେଖିଲେ ମନେକର କୌଣସି ପିଲା ମାନେ ଶିକ୍ଷାରୁ ସରକାରଙ୍କର କଥା ହେଉଛି କୌଣସି ଶିକ୍ଷାରୁ ବଞ୍ଚିବେ ନାହିଁ ପିଲାମାନେ କୌଣସି ଶିକ୍ଷାରୁ ବଞ୍ଚିବେ ନାହିଁ ସମସ୍ତେ ଶିକ୍ଷା ପାଇବେ। ଦେଖିବେ ତାପରେ ଏଇ ସରିଲା ପରେ ଚାଇଲ୍ଡ ଟ୍ରାକିଂ ସରିଲା ପରେ ପୁଣି ଉଲ୍ଲାସ ଗୋଟେ ଚାଲିଥିଲା ପ୍ରୋଗ୍ରାମ ଶୁଣିଥିବେ ତାପରେ 18 ସରିଲା ପରେ 18ରୁ 35 ପରେ 65 ବର୍ଷ ପର୍ଯ୍ୟନ୍ତ ଚାଲିଲା କିନ୍ତୁ ୟାର ଆମେ ଏଇ ସଭାର କାରଣ ହେଉଛି ଯେଉଁମାନେ ରହିଯାଇଛନ୍ତି ଆପଣଙ୍କ ନଜରରେ ଆମେ ତାକୁ କ'ଣ କରିବା ମୁଖ୍ୟ ସ୍ରୋତକୁ ଆଣିବା। ବିଦ୍ୟାଳୟରେ ଆପଣ ଯଦି ମୋର 6ରୁ 14 କିଏ ରହିଯାଇଛନ୍ତି ଆମେ ତ କରିଦେଇଛୁ ତାଙ୍କୁ 6ରୁ 14 ଆଡମିସନ୍ କରିଦେଇଛୁ ଯଦି ଆଉ କିଛି ବଳକା ରହିଯାଇଛନ୍ତି ଆପଣଙ୍କ ନଜରରେ ଆପଣ କ'ଣ କରିବେ ଆପଣଙ୍କର ହେଡ୍ ସାର୍ଙ୍କୁ ଜଣାଇବେ ବ୍ଲକ ସାର୍ଙ୍କୁ ଜଣାଇବେ ସାର୍ ଜଣାଇଲେ ମୋତେ ଜଣାଇଦେବେ ମୁଁ ଅଫିସରେ ଜଣାଇବି ସେମାନଙ୍କୁ ଫ୍ରିରେ ଆଡମିସନ୍ କରାଯାଇପାରିବ। ଆଉ ଯେଉଁମାନେ ରହିଲେ 6ରୁ 14 ତ କମ୍ପଲସରି ପଢ଼ିବେ ଯେମିତି ହେଲେ ଆମର ଏଇ ଯେଉଁ ନର୍ମାଲ ସ୍କୁଲ ମାନଙ୍କରେ ପଢ଼ିବେ। ଆଉ ଯେଉଁମାନେ ରହିଲେ 14ରୁ 18 ସେମାନଙ୍କୁ ଆମେ କ'ଣ କରିବା SIOS ଅଛି ଆମର PNE ସ୍କୁଲ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ ତାକୁ ଆମେ ଫର୍ମ ଆଣିବା। ଗୋଟିଏ ପିଲା ମଧ୍ୟ ଥିଲା ସାର୍ ଟାଙ୍ଗି ସାର୍ ଆମର ଯେଉଁ ରୁଟ୍ ସାର୍ କରିବେ କ୍ଲାସ୍ 4 ପରେ ପାଠ ପଢ଼ି ପାରିନାହାନ୍ତି କି 5 ପରେ ପଢ଼ି ପାରିନାହାନ୍ତି ସେମାନଙ୍କର ପଢ଼ିବାକୁ ଇଚ୍ଛା ଥିବ ତାକୁ ଆମେ କ'ଣ କରିବା ଆଡମିସନ୍ କରାଇପାରିବା ଫ୍ରିରେ ସରକାର କହୁଛନ୍ତି ଆଡମିସନ୍ କରିବା। ଆଉ ଆଡମିସନ୍ କରିସାରିଲା ପରେ ମନେକର ସିଏ ବି କହୁଛନ୍ତି ଯଦି 10 ପିଲା ପାସ୍ ହେଇଗଲା ସେମାନେ ଯଦି ମନେକର ଚାହିଁବେ କୌଣସି ଗୋଟେ ଲୋନ୍ କରିବା ପାଇଁ ସୁବିଧାର ଲୋନ୍ ମିଳିପାରିବ। ଏବେ ଦେଖିବେ ଯଦି ଲୋନ୍ କରିବାକୁ ସେମାନେ ଯିବେ ତାଙ୍କୁ ଲୋନ୍ ଦେବେ ତ ଆପଣଙ୍କର ଦାୟିତ୍ୱ ହେଉଛି ଆପଣମାନେ ପାଖାପାଖି ଦେଖିବେ
ଯଦି କୌଣସି ପିଲା 6 ରୁ 14 ହଉ କିମ୍ବା 18 ବର୍ଷ ପର୍ଯ୍ୟନ୍ତ, କାହିଁକିନା 18 ବର୍ଷ ପର୍ଯ୍ୟନ୍ତ ସବୁ ମାନେ ଆମେ ଦେଖୁ ଯେ ପ୍ରାୟ ଏନଗେଜ ଅଛନ୍ତି। ଆମେ ବୁଲିକି ସର୍ଭେ କରିକି ଦେଖୁଥିଲୁ ଯେ ଯୋଉ କାମରେ ଏନଗେଜ ଅଛନ୍ତି। ଯଦି କୌଣସି ମାନେ କାମରେ ଏନଗେଜ ଅଛନ୍ତି ତାକୁ ଛାଡ଼ିଦେବା। ଯଦି କିଛି କରୁନାହାନ୍ତି ତାକୁ ଆମେ କ'ଣ କରିବା, ITI, ଯଦି ପୁଅ ପିଲା ଅଛନ୍ତି ତାକୁ ITI କରିପାରିବା, ଝିଅ ପିଲା ଅଛନ୍ତି ତାକୁ ସିଲେଇ ଆମର ଯୋଉ ସ୍କିଲ୍ ଡେଭଲପମେଣ୍ଟ କରାଯାଇଥିବେ, ଆମର ସ୍କିଲ୍ ଡେଭଲପମେଣ୍ଟରେ ତାକୁ ସିଲେଇ କାର୍ଯ୍ୟ ହଉ କି କ'ଣ ତାକୁ ଆମେ ସେଥିରେ ନିବୃତ୍ତ କରିବା। এটা ସରକାରଙ୍କର ପ୍ରୟାସ। ସେଥିପାଇଁ ଆପଣଙ୍କୁ ଡକାଇଛି। ଆଉ ମୁଁ ଅନୁରୋଧ କରିବି ଆମର ପ୍ରମିଳା ମ୍ୟାଡାମଙ୍କୁ ସେ ଏଇ ଶିକ୍ଷା ସଭା ଉପରେ କିଛି ଦେବେ ଆପଣଙ୍କୁ।